ଆପଣ ଜୀବନରେ କିଛି କରିବାକୁ ଚାହୁଁଛନ୍ତି କି? ଆପଣଙ୍କର ଇଚ୍ଛା ଶକ୍ତି ଅଛି କିଛି କରିବାରେ, କିଛି କରିପାରୁନାହାନ୍ତି? ଚାଲନ୍ତୁ ନା ସୁନ୍ଦର କାହାଣୀଟିଏ କହିବି ଆପଣଙ୍କୁ। ଆପଣ ଦେଖିବେ ଛୋଟବେଳେ କ୍ଲାସ୍ରେ ଯେଉଁ ପିଲାମାନେ ଭଲ ପାଠ ପଢ଼ୁଥିବେ ସେମାନେ ଆଗ ଧାଡ଼ିରେ ବସନ୍ତି, ଆଉ ଯେଉଁ ପିଲାମାନେ ଭଲ ପାଠ ପଢ଼ନ୍ତି ନାହିଁ ସେମାନେ ପଛ ଧାଡ଼ିରେ ବସନ୍ତି। ଆଉ ଆଗ ଧାଡ଼ିରେ ବସିଥିବା ପିଲାମାନେ ସେମାନେ ପାଠକୁ ଅନୁକରଣ କରନ୍ତି। ଗୁରୁଜୀ ଗୁରୁମା ଯେଉଁଟା ପାଠ ପଢ଼ିଲେ ସେମାନେ ପାଠ ଉପରେ ଧ୍ୟାନ ଦିଅନ୍ତି, ହୋମୱାର୍କ କରିକିରି ଆଣନ୍ତି। ଯେ ପଛ ଧାଡ଼ିରେ ଯେଉଁ ପିଲା ବସନ୍ତି ସେମାନେ ହୋମୱାର୍କ କରନ୍ତିନି କି ଆଗ ବ୍ଲାକ୍ ବୋର୍ଡ଼କୁ ବି ଦେଖିବେନି କ'ଣ ପାଠ ପଢ଼ା ହେଉଛି। ସେମାନେ ନଟଖଟ ଥାନ୍ତି, ଦୁଷ୍ଟ ଥାନ୍ତି, ଚଗଲାମି ଥାନ୍ତି। ଆଉ ଗୋଟେ କଥା, ଭଲ କଥା କହୁଛି, ସେମାନଙ୍କର ଇଚ୍ଛା ଖାଲି ଖାଇବାରେ ଥିବ ତ ପାଠରେ ତ ନଜର ନଥିବ। କାହା ବାଡ଼ିରୁ ପିଜୁଳି, ଆମ୍ବ ଆଉ ତେନ୍ତୁଳି, ବରକୋଳି ଆଉ ମଟର କିଣି ଖାଇବା, ସେମାନେ ସବୁ ଏଇଆ କରନ୍ତି। କ୍ଲାସ୍ରେ ବସି ଖାଲି ଖାଉଥିବେ ଆଉ କ୍ଲାସ୍ ଛୁଟି ପରେ କ'ଣ ମାନେ ହେବ ତାଙ୍କର ସେ ଯୋଜନା ଥିବ, ପାଠ ଉପରେ ବି ଜମାରୁ ଧ୍ୟାନ ଦେଉନଥିବେ। ତ ସେଇ ପିଲାମାନଙ୍କୁ ମୁଁ କହୁଛି ଯେଉଁମାନଙ୍କର ପାଠ ନାହିଁ, ପାଠ ପଢ଼ୁଥିବା ପିଲାମାନେ ସେ କ'ଣ କରନ୍ତି ନା ସେମାନେ ଭବିଷ୍ୟତରେ ସବୁ ପିଲା ନୁହଁ ତ କିଏ କିଏ ଭଲ ମଣିଷ ହେଇଯାଆନ୍ତି। କଲେଜ ଲାଇଫରେ ବହୁତ ପିଲାଙ୍କର ଜୀବନ କ୍ୟାରିୟର ଆଗକୁ ଯାଇପାରେନି। ତ କେତେ ଜଣଙ୍କର ଯାଏ ତ ଗଭର୍ଣ୍ଣମେଣ୍ଟ ଜବ୍ କରନ୍ତି, ଆଉ କେତେ ଜଣ ସେମାନେ ଚାକିରି ପାଆନ୍ତିନି, ପ୍ରାଇଭେଟ୍ କମ୍ପାନୀରେ ରୁହନ୍ତି। ତ ବିଗିଡ଼ି ହେଇଥିବା ବାପା ମାଙ୍କର ମଦୁଆ ଗଞ୍ଜଡ଼ିଆ ତ କ'ଣ ମାନେ ସେମାନେ ଯେଉଁମାନେ ଭଲ ପାଠ ପଢ଼ୁଥିବେ ତ ବିଗିଡ଼ି ଯାଇଥିବେ। ଆଉ ଯେଉଁ ପଛ ଧାଡ଼ିରେ ଯେଉଁ ପିଲାଟା ନଟଖଟ ଥିବ, ଦୁଷ୍ଟ ଥିବ, ପାଠ ପଢ଼ୁନଥିବ, ସେ ପିଲା ଜୀବନରେ ଭଲ ମଣିଷ ହେଉଥିବ। ତାକୁ ଆମେ ଅଦରକାରୀ ଭାବିକିରି ଅଳିଆ ଗଦାକୁ ଫୋପାଡ଼ି ଦେଇଥିବା। ବାପା ମା ବି ଚିଡ଼ଚିଡ଼ା ତାପରେ ହେଉଥିବେ, ନା କିଛି କରିବନି, ମୁଣ୍ଡ ଖରାପ ହେଲାଣି, ପାଠ ପଢ଼ୁନି, କିଛି ନାହିଁ, କିଛି କରୁନି। ତ ସେଇ ପିଲା ଜୀବନରେ ଭଲ ମଣିଷ ହେଇଥିବେ। ଧ୍ୟାନ ଦିଅନ୍ତୁ। ଆଉ ସେ ଗଧ ପିଲାଟି କେତେବେଳେ ବଡ଼ ମଣିଷ ହେଇଯାଇଥିବ, ନା ବାପା ମାଆଙ୍କର ବିଶ୍ୱାସ ଥିବ, ନା ସାହି ପଡ଼ିଶାଙ୍କର ଥିବ ବିଶ୍ୱାସ, ନା ଗୁରୁଜୀ ଗୁରୁମାଙ୍କର, ନା ସାଙ୍ଗସାଥିମାନଙ୍କର ବିଶ୍ୱାସ ଥିବ ଯେ ଇଏ ଗୋଟେ ଭଲ ମଣିଷ ହେଇଥିବ। ସେ କଲେକ୍ଟର ହେଇଯାଇଥିବ କି ଆଉ କେଉଁ ଡିପାର୍ଟମେଣ୍ଟରେ ଜବ୍ କରିଯାଇଥିବ କି ବିଜନେସ୍ରେ। ପାଠ ନାହିଁ ବୋଲି ପାଠ ବିନା ଷାଠ, ପାଠ ଯାହାର ଅଛି ସେ କେବଳ ଗୋଟିଏ ହିଁ ପାଠ ପଢ଼ିବ, ଚାକିରି କରିବ, ଗଭର୍ଣ୍ଣମେଣ୍ଟ ଜବ୍ କରିବ। ଆଉ ଯାହାର ପାଠ ନାହିଁ ସେ ସବୁ ଗୁଣରେ ସବୁ ଗୁଣ ସମ୍ପନ୍ନ ହେଇଥିବ, ସବୁ କରିପାରିବ, XYZ ସବୁ କରିପାରିବ। କିନ୍ତୁ ପାଠ ପଢ଼ିବା ପିଲା କେବଳ ପାଠ ଛଡ଼ା, ଚାକିରି ଛଡ଼ା ଅଲଗା କିଛି କରିପାରିବେନି। କିନ୍ତୁ ସେଇ ପିଲାଟି ଦିନେ ବଡ଼ ମଣିଷ ହେବ, କାହାର ବିଶ୍ୱାସ ନଥିବ କିନ୍ତୁ ସେ ବଡ଼ ମଣିଷ ହେଇଯାଇଥିବ। ଆପଣମାନେ ଭାବନ୍ତୁ ତ ଜଣଙ୍କର ପାଠ ନାହିଁ, ସେ ଭଲ ପାଠ ପଢ଼ୁନି କି ଫେଲ୍ ହେଇଯାଇଛି, ସେ କିଛି କରିପାରିବନି। ସେ କିଛି କରିପାରିବ, ଚେଷ୍ଟା କଲେ ସବୁ କରିପାରିବ। ପ୍ରାୟ ଦେଖିବେ ଯେଉଁମାନେ ଚା' ବିକିକିରି ସେ କି ପାନ ବିକିକିରି ସେମାନଙ୍କୁ ମାନେ ଦେଖନ୍ତୁ କେତେ କେତେ ବଡ଼ ଲୋକ ହେଇଛନ୍ତି, ଗାଡ଼ି ବ୍ୟାଙ୍କ ବାଲାନ୍ସ ସେମାନଙ୍କର ମୂର୍ଖ ହେଇଥିବେ। ଜଣେ ଜଣେ ଦେଖିବେ କମ୍ପାନୀରେ ବସିକି ବଡ଼ ବଡ଼ କମ୍ପାନୀରେ ବିଜନେସ୍ କରୁଥିବେ, ପାଠଶାଠ ନଥିବ କିନ୍ତୁ ବଡ଼ ବଡ଼ କମ୍ପାନୀର ସେମାନେ ମାଲିକ ହେଇଯାଇଥିବେ। ତେଣୁକରି ପାଠ ଯଦି ଜଣଙ୍କର ନାହିଁ ତାଙ୍କ ପାଖରେ ଆଉ 5ଟା ଏକ୍ସଟ୍ରା ଗୁଣ ଥିବ। ଜୀବନରେ ଗୋଟେ ପ୍ରସ୍ତୁତି ଥାଏ। ମୁଁ ସେହି ପିଲାମାନଙ୍କୁ କହୁଛି ଯେଉଁ ପିଲାମାନଙ୍କର ଭଲ ପାଠ ହୁଏନି, ସେହିମାନଙ୍କ ପାଇଁ ପଦଟିଏ କହୁଛି। ତ ନିଜକୁ ଷ୍ଟ୍ରଙ୍ଗ କର, ମଜବୁତ କର, ଗୋଟେ ଯୋଜନା ପ୍ରସ୍ତୁତ କର। ମାନେ ଜୀବନରେ ତୁମେ କ'ଣ କରିପାରିବ, ତୁମକୁ ଯେଉଁଟା ଇଚ୍ଛା ଲାଗୁଛି ସେଇଟା ପ୍ରସ୍ତୁତି କରିକି ତାପରେ କରିବାକୁ ଚେଷ୍ଟା କର। ଦେଖିବ ଦିନେ ନା ଦିନେ ତୁମେ ସଫଳ ହେବ। ଯେଉଁମାନେ ତୁମକୁ ଖରାପ କହୁଥିବେ, ନିନ୍ଦା କରୁଥିବେ, ପ୍ରଶଂସା କରୁନଥିବେ, ସେମାନେ ତୁମକୁ ଦିନେ ନା ଦିନେ ପ୍ରଶଂସା କରିବେ। ତୁମେ ସମସ୍ତଙ୍କର ପ୍ରିୟର ପାତ୍ର ହୋଇପାରିବ। ଆପଣମାନେ ବୋଧେ ଜାଣିନାହାନ୍ତି, ଗୋଟେ ଭଲ ପାଠ ପଢ଼ୁଥିବା ପିଲାର ବହୁତ ଇଗୋ ଥାଏ। ଆଉ ସିଏ ଲୋ ଷ୍ଟାଣ୍ଡାର୍ଡ଼ ପିଲାକୁ ବହୁତ ଖରାପ ନଜରରେ ଦେଖାଏ। ଗଧଟା ଏମିତି ସେମିତି ମନରେ ଭାବେ। ଆଉ ସେ ଗଧ ପିଲାଟି ଯଦି ତାକୁ ଆସିକି ପାଠ ପଚାରିବ, ସେ ଯା ଏମିତି ତାକୁ ବ୍ୟବହାର କରିବ, ଆଉ ତାକୁ ପାଠ କହିଦେଉନଥିବ। ଦିନ ଆସିବ ସେ ଗଧ ପିଲାଟି କେତେବେଳେ ଆକାଶକୁ ଛୁଇଁଥିବ, ଆପଣମାନଙ୍କ ପାଇଁ ଉଦାହରଣ ପାଲଟିଯିବ। ରହୁଛି, ଜୟ ଜଗନ୍ନାଥ। ଭଲ ଲାଗିଲେ ଲାଇକ୍ଟେ ନିଶ୍ଚୟ କରିବେ।